ଏବେ ଯୋଉ କଟକର ଦରଗା ବଜାରରେ ଯେତେବେଳେ ଆମ ମା ଦୁର୍ଗା ମାଙ୍କ ବିସର୍ଜନ ଟାଇମ ଚାଲିଥିଲା, ଜୟ ଶ୍ରୀରାମର ନାରା ଚାଲିଥିଲା, ପଠାଣ ମାନେ ହଠାତ୍ ଆକ୍ରମଣ କଲେ। ଆଉ ସେମାନେ ଏବେ କହୁଛନ୍ତି ଆମେ ସେମିତି କିଛି କରିନୁ, ଇଣ୍ଟେନସନ ଆମର ନୁହେଁ, ଗୀତଟା ଟିକେ ଜୋରରେ ବଜେଇଲେ ବୋଲି ଆମ ରାଗ ଚିଲା, ଆମ ପ୍ରୋବ୍ଲେମ ହେଲା, ଆମେ ମାନେ ଆକ୍ରମଣ କଲୁ। ଏଟା ଆଜ୍ଞା ପ୍ରି ପ୍ଲାନ, ଏମାନେ ଆଗରୁ କରିକି ଆସିଥିଲେ, ରେଡି ହେଇକି ରହିଥିଲେ। କାରଣ ହଠାତ୍ ଏତେ ଏକଜୁଟ ଆଉ ଟେକା ଆଉ ପଥର ଆଇଲା କୋଉଠୁ? ଆପଣ ମାନେ କୁହନ୍ତୁ, ଆଇଲା କୋଉଠୁ ସେ ଏତେ ମାନେ ହଠାତ୍ ଏମିତି ହବ ବୋଲିକି? ତାପରେ ଆଉ ଗୋଟେ କଥା ହଉଛି, ମୋର ଏତିକି କହିବାର ଅଛି, ସବୁ ଧର୍ମ ପାଇଁ ସବୁ ପର୍ବପର୍ବାଣୀ ବଡ। ତ ଆପଣ ମାନେ ଯେତେବେଳେ ଆପଣ ପର୍ବପର୍ବାଣୀରେ ଆଲ୍ଲାହୁ ଆକବାର ଗୀତ ବଜାଉଛନ୍ତି, କେବେ ଆମେ ଆକ୍ସନ ନେଇଛୁ କି? ଆଗେ ଆମେ କେବେ ଆକ୍ସନ ନେଇଛୁ କି? ତମେ ଏବେ ଆଗେ ଲାଗିଲ, ଏବେ ସମ୍ଭାଳିବ। ମୋର ଏତିକି କଥା କହିବାର ଅଛି, ଏଠି ଆଇନ ଶୃଙ୍ଖଳା ମାନେ ଏତେ ଢିଲା ଅଛି, ଆଉ ଏଥିରେ ଆଇନର ବି ହାତ ଅଛି। କାହିଁକି ନା ଯେତେବେଳେ ଆମ ହିନ୍ଦୁ ଭାଇ ମାନେ କମିଶନରେଟ ପୋଲିସ କୁ ଫୋନ କଲେ, ଫୋନ ଉଠେଇଲେନି, ଫୋନ କୁ ସୁଇଚ ଅଫ୍ କରିଦେଲେ। କିଛି ଆମେ ଯଦି ତାଙ୍କୁ ମାନେ ଜଣାଉଥିଲୁ ଏଇଟା କଣ ହେଇଛି ବୋଲି, ତାମାନେ ଏଠି ତାଙ୍କର ହାତ ଅଛି। ଆଜିକାଲି ଆଇନ ଶୃଙ୍ଖଳା ବହୁତ ଡାଉନ, ଏବେ ଖାଲି ଚାନ୍ଦାରେ ଚାଲିଛି। ଏମାନେ ଚାନ୍ଦା ଦଉଛନ୍ତି ଆଙ୍କ ସପୋର୍ଟରେ। ଏବେ ମନେ ରଖିଥାଅ, ଏବେ ସମ୍ଭାଳିବ, ତମେ ଲାଗିଛ ଆଗେ। ଆମର ସବୁ ହିନ୍ଦୁ ଭାଇ ମାନଙ୍କୁ ମୁଁ ଏତିକି କଥା କହୁଛି, ଭାଇମାନେ ଏଇଟା କେବଳ ଆମ କଟକକୁ ଅପମାନ ହେଇନି, ସାରା ଓଡିଶାକୁ ଅପମାନ ହେଇଛି। ଆଉ ବର୍ତ୍ତମାନ ଆମ ହିନ୍ଦୁ ଭାଇ ମାନେ ବର୍ତ୍ତମାନ ଜାଗ୍ରତ ହେଇଯାଅ, ଏ ଶଳାଙ୍କୁ ସାଇଜ କରିବା ପାଇଁ। ଏମାନେ ସାହସ କେମିତି ହେଲା? ଶଳା ଆମ ଇଏରେ ଆସିକି ଆମକୁ ମାନେ ଆକ୍ରମଣ କରିବାକୁ ଚେଷ୍ଟା କଲେଣି। କମ ସାହସ ତ ନୁହଁ। ହିନ୍ଦୁ ମୁସଲିମ କେବେ ବି ଭାଇ ଭାଇ ନୁହେଁ। ଯିଏ ଆମ ଗୋମାତା ଖାଉଛି ସେ କେବେ ବି ଆମ ଭାଇ ହେଇପାରିବନି। ଆଉ ଗୋଟେ କଥା ଭିଡିଓ ମାଧ୍ୟମରେ ଏତିକି ଜଣାଇବାକୁ ଚାହୁଁଛି, ସାର୍, ମାନ୍ୟବର ମୁଖ୍ୟମନ୍ତ୍ରୀ ସାର୍, ଆକ୍ସନ ନିଅନ୍ତୁ ଯେତେ ମାତ୍ରାରେ ପାଉଛନ୍ତି ଜଲ୍ଦି। କାହିଁକି ନା ଗୋଟେ ଖୁସିର ପର୍ବାଣୀ ଚାଲିଥିଲା, ମାନେ କିନ୍ତୁ କେତେ ଭାଇ ମାନେ ଭଉଣୀ ମାନଙ୍କ ଜୀବନ ଚାଲିଗଲା। ମାନେ ଆଗକୁ ଯଦି ଏଠାରେ କିଛି ଆକ୍ସନ ଆପଣ ନ ନେବେ, ତାହେଲେ କେତେ ଜୀବନ ପଳେଇବ। ଯେତେ ମାତ୍ରା ପାଉଛନ୍ତି ଆକ୍ସନ ନିଅନ୍ତୁ। ଆମ ଯେତିକି ହିନ୍ଦୁ ଭାଇ ଓ ଭଉଣୀ ମାନେ ଭିଡିଓ ଦେଖୁଛନ୍ତି, କଣ କଣକୁ ଏ ଭିଡିଓ ସେୟାର କରନ୍ତୁ। ଆମର ସବୁ ହିନ୍ଦୁ ଭାଇ ଓ ଭଉଣୀଙ୍କ କତିରେ ଭିଡିଓ ପହଞ୍ଚିବା ଦରକାର। କାହିଁକି ନା ଏ କେସଟି ସମସ୍ତଙ୍କ କତିରେ ଜାଣିବା ଦରକାର କଣ ହେଇଛି ବୋଲି। ସେୟାର କରନ୍ତୁ, ଆଉ ଉଚିତ କମେଣ୍ଟ ନିହାତି କମେଣ୍ଟରେ ଜଣେଇବେ। ରହିଲି ଆଜ୍ଞା, ଜୟ ଶ୍ରୀରାମ।